ଆମ୍ବାଭନା ଅଞ୍ଚଳର ପ୍ରସିଦ୍ଧ ରଥଯାତ୍ରା ଭାବେ ପରିଚିତ ପ୍ରକାଶପୁରର ପଡ଼ିଆରେ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶପୁରରେ ମାଉସୀମା ମନ୍ଦିରରେ 7 ଦିନ ରହି ପୁଣି ରିଚୋଲି ଗାଁକୁ ଜଗନ୍ନାଥ ମନ୍ଦିରର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗର୍ଭଗୃହ ପ୍ରସ୍ଥାନ କରିବା ସହ ପାରମ୍ପରିକ ରୀତିନୀତି ଓ ନୀତିକାନ୍ତି ଅନୁସାରେ ପହଣ୍ଡି ବିଜେ, ଛେରା ପହଁରା ଆଦି କାର୍ଯ୍ୟକ୍ରମ କରିଥିଲେ। ପ୍ରକାଶପୁର ଖେଳ ପଡ଼ିଆରେ ଚିଚୋଲି ଗାଁର ଶଙ୍ଖ, ଘଣ୍ଟ, ମୃଦଙ୍ଗ, ସଂକୀର୍ତ୍ତନ ଓ ଭକ୍ତଙ୍କ ହରିବୋଲ ହୁଳହୁଳି ମଧ୍ୟରେ ରଥଟଣା ହୋଇ ମୁଖରିତ ହୋଇ ଉଠିଥିଲା ପରିବେଶ। ଏହାସହ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସାରଥୀ ତଥା ଡାହୁକ ଟିକେଲାଲ ମେହେରଙ୍କ ଭକ୍ତି ରସାତ୍ମକ ଗୀତ ସହ ରଥ ଟଣା ହୋଇଥିଲା। ଏହି ରସାତ୍ମକ ଗୀତରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଆତ୍ମବିଭୋର ହୋଇଥିଲେ। ଶ୍ରୀଜୀଉଙ୍କୁ ପଞ୍ଚ ଉପଚାର ପୂଜାପାଠ ସହ ମଙ୍ଗଳ ଆଳତି ଓ ବିଶେଷ ଗଜାମୁଗ ଭୋଗ ଲଗାଇବା ପରେ ନବଜାତ ଶିଶୁମାନଙ୍କୁ ରଥ ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଶ୍ରୀଜୀଉଙ୍କୁ ମାଉସୀ ମନ୍ଦିରରେ ବିରାଜମାନ ପରେ ସନ୍ଧ୍ୟା ଧୂପ ଓ ମଙ୍ଗଳ ଆରତୀ ସହ ପୂଜାପାଠ କରି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ରଥଯାତ୍ରାରେ ଭୁକ୍ତା ଓ ଆମ୍ବଭନା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମହାପ୍ରଭୁଙ୍କୁ ଦର୍ଶନ କରି ଅଞ୍ଚଳବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ। ଚିଚୋଲି ଗାଁର ପୂଜକ ସୁଦର୍ଶନ ଦାସ, ରଞ୍ଜନ ଦାସ ପୂଜାପାଠ କରିଥିବା ବେଳେ ଗ୍ରାମର ଗୌନ୍ତିଆ ମୁକେଶ ସା ଛେରା ପହଁରା କରିଥିଲେ। ଏହି ଅବସରରେ ପ୍ରକାଶପୁର ଜୟ ଜଗନ୍ନାଥ ସଙ୍ଗୀତ କଳା ପରିଷଦ ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ରଥଯାତ୍ରାରେ ପଡ଼ୋଶୀ ଛତିଶଗଡ଼ ତଥା ଆଖପାଖ ଗାଁର ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା। ବରଗଡ଼ରୁ ଗୌରବ ସାହୁଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।